ମୁଁ ତ କହିବି ଉଦୟନିଧି ଷ୍ଟାଲିନ ବିଧାନସଭା ଗୃହରେ ତାଙ୍କର ସ୍ଥାନ ନାହିଁ। ସେ ଜେଲର ଚାରିକାନ୍ଥ ଭିତରେ ରହିବାର ଆବଶ୍ୟକ ରହିଛି। ଯେ ପର୍ଯ୍ୟନ୍ତ ଉଦୟନିଧି ଷ୍ଟାଲିନ ଗିରଫ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଚୁପ୍ ରହିବ ନାହିଁ। ରାଜରାସ୍ତାକୁ ଆସିବୁ, ଆନ୍ଦୋଳନ କରିବୁ, ଦରକାର ପଡ଼ିଲେ ଆମେ ଆଇନ ଅମାନ୍ୟ ଆନ୍ଦୋଳନ ମଧ୍ୟ କରିବାକୁ ପ୍ରସ୍ତୁତ ହୋଇଛୁ। ଉଦୟନିଧି ଷ୍ଟାଲିନ ଏବଂ ତାଙ୍କ ବାପା MK ଷ୍ଟାଲିନଙ୍କ ନାମରେ ଏତଲା ଦିଆଯିବ। ଭାରତବର୍ଷରେ ସବୁବେଳେ ସନାତନ ଧର୍ମ ପ୍ରତି ଅପମାନ ଏବଂ ଅତ୍ୟାଚାର କରାଯାଉଛି। ଯେତେବେଳେ ସନାତନ ଧର୍ମ ପ୍ରତି ଯେ କେହି ବି ହଉ ଭୁଲ ମନ୍ତବ୍ୟ ଦେବ, ଅପମାନ କରିବ, ଅପଶବ୍ଦ କରିବ, ସେମାନଙ୍କୁ ଖୋଲା କାହିଁକି ଛଡ଼ାଯାଉଛି? ଆପଣ ଜାଣିଥିବେ ବିଗତ କିଛି ଦିନ ତଳେ ତାମିଲନାଡୁର DMK ନେତା ଉଦୟନିଧି ଷ୍ଟାଲିନ ବର୍ତ୍ତମାନ ଯେ ବିଧାୟକ ଅଛନ୍ତି, ବିରୋଧୀ ଦଳର ନେତା ମଧ୍ୟ ଅଛନ୍ତି, ସେ ବିଧାନସଭା ଗୃହରେ ସନାତନ ଧର୍ମ ପ୍ରତି ଗୋଟେ ଅପଶବ୍ଦ କହିଥିଲେ। ସନାତନ ଧର୍ମ ସମାଜରେ ବିଭାଜନ କରୁଛି, ତେଣୁ ସନାତନ ଧର୍ମକୁ ସମାଜରୁ ବିଲୁପ୍ତ କରିବାର ଆବଶ୍ୟକ ରହିଛି, ଯାହାକି ଅତ୍ୟନ୍ତ ନିନ୍ଦନୀୟ ଏବଂ ଘୃଣ୍ୟ ମନ୍ତବ୍ୟ। ଆଜି ତାଙ୍କର ସେହି ମନ୍ତବ୍ୟ ବିରୁଦ୍ଧରେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡ଼ିଶା ସଂଗଠନ ତରଫରୁ ଭୁବନେଶ୍ୱର ଲୋୟର PMG ଠାରେ ଆମେ ବିକ୍ଷୋଭ ପ୍ରଦର୍ଶନ କରୁଛୁ। ତତ୍ସହିତ ତାଙ୍କୁ ଯଥାଶୀଘ୍ର ଗିରଫ କରିବା ଏବଂ ତାମିଲନାଡୁ ସରକାର ଏବଂ କେନ୍ଦ୍ର ସରକାର ତାଙ୍କ ଉପରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି ନେଇ ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମ କରାଯାଉଛି। ତତ୍ସହିତ ତାଙ୍କର ଆଜି କୁଶପୁତ୍ତଳିକା ଦାହ କରାଯିବ ଏବଂ ତାଙ୍କ ନାଁରେ ଆମେ ଶହୀଦନଗର ଥାନାରେ ମଧ୍ୟ ଆଜି ଏତଲା ଦେବୁ। ଏହି କ୍ରମରେ ଆପଣମାନଙ୍କୁ ଜଣାଇ ଦେବାକୁ ଚାହୁଁଛି ଯେ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଓଡ଼ିଶା ସଂଗଠନ ସାରା ଭାରତବର୍ଷରେ ପ୍ରତ୍ୟେକ ଜିଲ୍ଲାର ସଦର ମହକୁମାରେ ଉଦୟନିଧି ଷ୍ଟାଲିନ ଏବଂ ତାଙ୍କ ବାପା MK ଷ୍ଟାଲିନଙ୍କ ନାମରେ ଏତଲା ଦିଆଯିବ ଏବଂ ଏହି କାର୍ଯ୍ୟକ୍ରମରେ ଆଜି ଆମେ ଭୁବନେଶ୍ୱର ସହରରେ କରାଯାଉଛି ଏବଂ ଆଜିଠାରୁ ଦେଶରେ ତଥା ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଏହି କାର୍ଯ୍ୟକ୍ରମକୁ ପ୍ରତ୍ୟେକ ଦିନ କରାଯିବ। ଯେ ପର୍ଯ୍ୟନ୍ତ ଉଦୟନିଧି ଷ୍ଟାଲିନ ଗିରଫ ନ ହୋଇଛନ୍ତି ସେ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ହିନ୍ଦୁ ପରିଷଦ ଚୁପ୍ ରହିବ ନାହିଁ। ରାଜରାସ୍ତାକୁ ଆସିବୁ, ଆନ୍ଦୋଳନ କରିବୁ, ଦରକାର ପଡ଼ିଲେ ଆମେ ଆଇନ ଅମାନ୍ୟ ଆନ୍ଦୋଳନ ମଧ୍ୟ କରିବାକୁ ପ୍ରସ୍ତୁତ ହୋଇଛୁ। ଦେଖନ୍ତୁ, ସେ ଗୋଟେ ବିଧର୍ମୀ। ପୂର୍ବରୁ ମଧ୍ୟ ତାଙ୍କ ବାପା MK ଷ୍ଟାଲିନ ବିଗତ ଦିନରେ କହିଥିଲେ ହିନ୍ଦୁତ୍ୱ ଏବଂ ସନାତନ ଧର୍ମ ଡେଙ୍ଗୁ, ମ୍ୟାଲେରିଆ ଏବଂ ଏଡ୍ସ ଭାଇରସ୍ ସାଙ୍ଗରେ ସମାନ ବୋଲି ସେ ମନ୍ତବ୍ୟ ଦେଇଥିଲେ ଏବଂ ତାପରେ ମଧ୍ୟ ବାରମ୍ବାର ସେମାନେ ସନାତନ ଧର୍ମକୁ ବିରୋଧ କରି ସନାତନ ଧର୍ମ ବିରୁଦ୍ଧରେ ଅପଶବ୍ଦ ବ୍ୟବହାର କରିଛନ୍ତି। ଆଶ୍ଚର୍ଯ୍ୟ ଲାଗୁଛି ଆଜ୍ଞା, ଯଦି ଗୋଟିଏ ଦେଶ, ଗୋଟିଏ ଆଇନ, ଗୋଟିଏ ସମ୍ବିଧାନ ବୋଲିକିରି ଭାରତବର୍ଷରେ ନାରା ଦିଆଯାଉଛି, ତାହେଲେ ବିଗତ ଦିନରେ ଆପଣ ଦେଖିଥିବେ ଗୌତମ ଖଟ୍ଟର ନାମକ ଜଣେ ସନାତନୀ ଭାଇ ଇସାଇ ଧର୍ମ ବିରୁଦ୍ଧରେ କିଛି ଟିପ୍ପଣୀ ରଖିଥିଲେ। ତାଙ୍କୁ ସରକାରଙ୍କ ତରଫରୁ ତତ୍ପରତା ଦେଖାଯାଇ ତୁରନ୍ତ ଗିରଫ କରାଯାଇ ଜେଲକୁ ପଠାଗଲା। କିନ୍ତୁ ଯେଉଁମାନେ ସନାତନ ଧର୍ମ ବିରୁଦ୍ଧରେ ବାରମ୍ବାର ଅପଶବ୍ଦ ବ୍ୟବହାର କରୁଛନ୍ତି, ସନାତନ ଧର୍ମକୁ ସବୁବେଳେ ଅପମାନ କରୁଛନ୍ତି ଏବଂ କୋଟି କୋଟି ହିନ୍ଦୁଙ୍କ ଭାବାବେଗ ସହିତ ଖେଳୁଛନ୍ତି, ତାଙ୍କ ଭାବାବେଗକୁ କୁଠାରଘାତ କରୁଛନ୍ତି, ସେମିତି ଲୋକ ଖୋଲା ଆକାଶରେ କାହିଁକି ବୁଲିବେ? ମୁଁ ତ କହିବି ଉଦୟନିଧି ଷ୍ଟାଲିନ ବିଧାନସଭା ଗୃହରେ ତାଙ୍କର ସ୍ଥାନ ନାହିଁ। ସେ ଜେଲର ଚାରିକାନ୍ଥ ଭିତରେ ରହିବାର ଆବଶ୍ୟକ ରହିଛି। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।